ସାମ୍ବାଦିକତା କ୍ଷେତ୍ରକୁ ମଜବୁତ କରିବା ପାଇଁ ସାମ୍ବାଦିକମାନଙ୍କୁ ସୁରକ୍ଷା ଦେବା ପାଇଁ ସୁଧାଂଶୁ ଶେଖର ରାଉତ ଅଲ୍ ଓଡ଼ିଶା ରିପୋର୍ଟ ଆସୋସିଏସନର ସଭାପତିତ୍ୱରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର ଅନ୍ତର୍ଗତ ଖାରବେଳନଗର ସ୍ଥିତ ହୋଟେଲ HHI ପରିସରରେ ବହୁ ଆଡ଼ମ୍ବରପୂର୍ଣ୍ଣ ଭାବରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହରେ ସାରା ଓଡ଼ିଶାର କୋଣ ଅନୁକୋଣରୁ ପ୍ରାୟ 1500ରୁ ଉର୍ଦ୍ଧ୍ୱ ସାମ୍ବାଦିକ ଯୋଗଦେଇ ଏହି ନୂତନ ସଂଘରେ ନିଜ ନାମ ପଞ୍ଜୀକରଣ କରିବା ସହିତ ନିଜର ସ୍ୱାର୍ଥ ଏବଂ ନ୍ୟାଯ୍ୟ ଦାବି ହାସଲ କରିବା ପାଇଁ ପ୍ରତିଜ୍ଞା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗଞ୍ଜାମ ଜିଲ୍ଲା ସାନଖାମୁଣ୍ଡି ବିଧାୟକ ରମେଶ ଜେନା ଯୋଗଦେଇ ସାମ୍ବାଦିକଙ୍କ ଏକତା ମନୋଭାବକୁ ସମ୍ମାନ ଦେବା ସହ ଏହି ସଂଘର ଉତ୍ତରୋତ୍ତର କାମନା କରିଥିଲେ। ସମ୍ମାନିତ ଅତିଥି ଭାବରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ନବରଙ୍ଗପୁର ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ବରିଷ୍ଠ ଯୁବନେତା ପୁଲିନ ପୁହାଣଙ୍କ ସମେତ ଅର୍ଗସ ଟିଭି ମୁଖ୍ୟ ସମ୍ପାଦକ ସଞ୍ଜୟ ଜେନା, ନନ୍ଦିଘୋଷ ଟିଭି ଓ ସକାଳ ଖବର କାଗଜପତ୍ର ପବ୍ଲିସର ଅମିତ କୁମାର ମଲ୍ଲିକ, BBC ମୁଖ୍ୟ ସଞ୍ଜୀବ ସାହୁ, ପ୍ରଦୀପ ପ୍ରଧାନ ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ସମ୍ବାଦ ପରିବେଷଣ ସହିତ ସାମ୍ବାଦିକମାନଙ୍କ ସୁରକ୍ଷା ନିମିତ୍ତ ବହୁମୂଲ୍ୟ ମତ ପୋଷଣ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ନିମନ୍ତ୍ରିତ ଅତିଥି ଶ୍ରୀଜଗନ୍ନାଥଙ୍କ ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ଓଡ଼ିଶୀ ନୃତ୍ୟ ପରିବେଷଣ ବେଶ ଆକର୍ଷଣୀୟ ଥିଲା। ପରେ ସମସ୍ତ ଅତିଥିମାନଙ୍କ ଦ୍ୱାରା ଅଲ୍ ଓଡ଼ିଶା ରିପୋର୍ଟର୍ସ ଆସୋସିଏସନର ଲୋଗୋ ଉନ୍ମୋଚନ ହେବା ପରେ ନିମନ୍ତ୍ରିତ ଅତିଥିମାନେ ନିଜର ଅଭିଭାଷଣ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ସଂଘର ସମ୍ପାଦକ ସଂଗ୍ରାମ ମହାନ୍ତି, ସଂଘ ମ୍ୟାନେଜର ବିମଳ କୁମାର ରାଉଳ, କାର୍ଯ୍ୟକାରିଣୀ ସଭାପତି ବୁବା ଦାସ ଓ ଡମ୍ବରୁଧର ପ୍ରଧାନ ପ୍ରମୁଖ ପରିଚାଳନା କରିଥିବା ବେଳେ ଉପସ୍ଥାପିକା ଭାବେ ତପସ୍ୱୀ ନିଜର ଦାୟିତ୍ୱ ସମ୍ପାଦନ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ ତ୍ୟାଗ ତଥା ସମାଜସେବା ପାଇଁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ଆସିଥିବା ସାମ୍ବାଦିକମାନଙ୍କୁ ନେଇ ଜିଲ୍ଲା ସଂଘ ଗଠନ କରି ନିଜର ଦାବି ହାସଲ କରିବା ପାଇଁ ଲଢ଼େଇ ଜାରି ରଖିବାକୁ ଉପସ୍ଥିତ ଅତିଥି ପରାମର୍ଶ ଦେଇଥିଲେ। ଢେଙ୍କାନାଳରୁ ଅକ୍ଷୟ କୁମାର ପାତ୍ରଙ୍କ ରିପୋର୍ଟ, ବ୍ଲାକେଟ୍ ନ୍ୟୁଜ୍ ଓଡ଼ିଆ।